ନାଇଁ ଦେଖନ୍ତୁ ଏଇଟା ରାଜ୍ୟ ସରକାରଙ୍କ ଗୋଟେ ଫ୍ଲାଗସିପ୍ ପ୍ରୋଗ୍ରାମ ଏବଂ ଏଥିରେ ଯେଉଁମାନେ ଏଇ ଦର୍ଶନ ପାଇଁ ଯାଉଛନ୍ତି ସେମାନେ ବହୁତ ଖୁସି ଅନୁଭବ କରିସାରିଛନ୍ତି ଏବଂ ମୁଁ ଭାବୁଛି ଏଇଟା ଗୋଟେ କେବଳ ଯେ ଦର୍ଶନ ପାଇଁ ଯାଉଛନ୍ତି ତାହା ନୁହେଁ, ଏହା ମଧ୍ୟ ଗୋଟେ ସ୍ପିରିଚୁଆଲ ଫର୍ଭର ମଧ୍ୟ କ୍ରିଏଟ୍ କରୁଛି ସମସ୍ତଙ୍କ ଭିତରେ ଏବଂ ଜଗନ୍ନାଥ କେବଳ ଯେ ଆମର ସାମାଜିକ ବ୍ୟବସ୍ଥାରେ ନୁହନ୍ତି, ଆମର ସାଂସ୍କୃତିକ ଆମର ମାନସିକ ସବୁଥିରେ ଜଗନ୍ନାଥ। ତେଣୁ ସେଥିପାଇଁ ଜଗନ୍ନାଥ ଦର୍ଶନ ତାଙ୍କୁ ଗୋଟେ ଦିବ୍ୟ ଅନୁଭୂତି ଦେଉଛି ଏବଂ ମୁଁ ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ଯେ ସେ ଏଭଳି ଯୋଜନା ମାଧ୍ୟମରେ ଅନେକ ବ୍ୟକ୍ତିବିଶେଷ ଯେଉଁମାନେ ଜଗନ୍ନାଥ ଦର୍ଶନ କରିବା ପାଇଁ ଅସମର୍ଥ ହେଉଥିଲେ, କଷ୍ଟ ଅନୁଭବ କରୁଥିଲେ ଏବଂ ଭୀଷଣ ଭାବରେ ଭିଡ଼ ହେଉଥିବା ଯୋଗୁଁ ସେମାନେ ମଧ୍ୟ ଅନେକ ସମୟରେ ମାନେ ବ୍ୟସ୍ତ ହେଇଯାଆନ୍ତି ଯେ କିଭଳି ଭାବରେ ଭିଡ଼ଟାକୁ ଆମେ ଅତିକ୍ରମ କରିକି ମହାପ୍ରଭୁଙ୍କ ଦର୍ଶନ କରିବୁ। ତେଣୁ ତାଙ୍କର ସୁରୁଖୁରୁରେ ଦର୍ଶନ ସେଟା ହେଇପାରୁଛି ଏବଂ ସେମାନେ ଯେଉଁ ଫର୍ଷ୍ଟ ବ୍ୟାଚ୍ ଯେଉଁମାନେ ଯାଇଥିଲେ ସେମାନେ ମଧ୍ୟ ଖୁସି ଜାହିର କରିଛନ୍ତି ଏବଂ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ମୁଁ ଆଉଥରେ ମଧ୍ୟ ଆପଣମାନଙ୍କ ଜରିଆରେ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବି ଯେ ଏଇଭଳି ଯୋଜନା ଗୋଟେ ଆରମ୍ଭ କରିଥିବା। ଆଜି 106 ଜଣ ଭଦ୍ରକ ଜିଲ୍ଲାରୁ ଯାଉଛନ୍ତି, ପୁଣି ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ପର୍ଯ୍ୟାୟରେ ସେମାନେ ଯିବେ। ତେଣୁ ମୁଁ ଆଶା କରୁଛି ଏ କାର୍ଯ୍ୟକ୍ରମ ସେମାନଙ୍କୁ ଗୋଟେ ଭଲ ମଣିଷ ହେବାରେ ସହାୟକ କରିବ, ମହାପ୍ରଭୁଙ୍କର ଆଶୀର୍ବାଦ ଲାଭ କରିବାରେ ମଧ୍ୟ ସହାୟକ କରିବ। ଧନ୍ୟବାଦ।